ओम शांति 2 एप्रिल 2026 प्रातः मुरली बाप दादा मधुबन। मीठे बच्चे, ଏହା ବାବାଙ୍କର ବିଚିତ୍ର ଦୋକାନ ଅଟେ ଯେଉଁଠି ସବୁ ପ୍ରକାରର ଜିନିଷ ମିଳିଥାଏ। ସେହି ଦୋକାନର ତୁମେମାନେ ହିଁ ମାଲିକ ଅଟ। ଆଜିର ପ୍ରଶ୍ନ, ଏହି ବିଚିତ୍ର ଦୋକାନୀଙ୍କର କେହି ବି ନକଲ କରିପାରିବେ ନାହିଁ, କାହିଁକି? ଏହି ବିଚିତ୍ର ଦୋକାନୀଙ୍କର କେହି ବି ନକଲ କରିପାରିବେ ନାହିଁ, କାହିଁକି? ଉତ୍ତର, କାହିଁକି ନା ସେ ନିଜେ ହିଁ ସର୍ବସମ୍ପତ୍ତିର ଭଣ୍ଡାର ଅଟନ୍ତି। ଜ୍ଞାନ, ସୁଖ, ଶାନ୍ତି, ପବିତ୍ରତା ସବୁଥିରେ ସାଗର ଅଟନ୍ତି। ତେଣୁ ଯାହାକୁ ଯାହା ଦରକାର ତାହା ଏଇଠାରେ ମିଳିପାରିବ। ନିବୃତ୍ତି ମାର୍ଗୀଙ୍କ ପାଖରେ ଏହି ଜିନିଷ ସବୁ ମିଳିପାରିବ ନାହିଁ। କେହି ବି ନିଜକୁ ବାବାଙ୍କ ସମାନ ସାଗର କହିପାରିବେ ନାହିଁ। ଗୀତ ତୁମେ ପାକେ ହମ୍ନେ। ଓମ୍ ଶାନ୍ତି। ଏବେ ପିଲାମାନେ ଅବିନାଶୀ ପିତାଙ୍କ ସମ୍ମୁଖରେ ବସିଛନ୍ତି। ଏହାଙ୍କୁ ବେହଦର ପିତା ମଧ୍ୟ କୁହାଯିବ ଏବଂ ବେହଦର ଦାଦା ମଧ୍ୟ କୁହାଯିବ। ବେହଦର ପିଲାମାନେ ବସିଛନ୍ତି ଏବଂ ବାବା ବେହଦର ଜ୍ଞାନ ଦେଉଛନ୍ତି। ହଦ୍ର କଥା ସବୁ ଏବେ ସମାପ୍ତ ହୋଇଗଲା। ଏବେ ବାବାଙ୍କ ଠାରୁ ବେହଦର ସମ୍ପତ୍ତି ନେବାର ଅଛି। ଏହା ହିଁ ଏକମାତ୍ର ଦୋକାନ। ମନୁଷ୍ୟମାନଙ୍କୁ ଜଣାନାହିଁ ଯେ ଆମେ କ'ଣ ଚାହୁଁଛୁ। ବେହଦ ପିତାଙ୍କର ଦୋକାନ ତ ବହୁତ ବଡ଼। ତାଙ୍କୁ କୁହାଯାଏ ସୁଖର ସାଗର, ପବିତ୍ରତାର ସାଗର, ଆନନ୍ଦର ସାଗର, ଜ୍ଞାନର ସାଗର। କେହି କେହି ଦୋକାନୀ ଥାଆନ୍ତି, ତାଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ଥାଏ। ତେବେ ଇଏ ହେଲେ ବେହଦର ପିତା। ଏହାଙ୍କ ପାଖରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ଅଛି। କ'ଣ କ'ଣ ଅଛି? ବାବା ଜ୍ଞାନର ସାଗର, ସୁଖର, ଶାନ୍ତିର ସାଗର ଅଟନ୍ତି। ତାଙ୍କ ପାଖରେ ଏହି ଆଶ୍ଚର୍ଯ୍ୟଜନକ ଅଲୌକିକ ଜିନିଷ ଅଛି। ପୁଣି ଗାୟନ ମଧ୍ୟ କରାଯାଉଛି ସୁଖକର୍ତ୍ତା। ଏହା ହିଁ ଏକମାତ୍ର ଦୋକାନ। ଆଉ ତ କାହାର ଏଭଳି ଦୋକାନ ନାହିଁ। ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କ ପାଖରେ କ'ଣ ଜିନିଷ ଅଛି? କିଛି ବି ନାହିଁ। ସବୁଠାରୁ ଶ୍ରେଷ୍ଠ ଜିନିଷ ବାବାଙ୍କ ପାଖରେ ଅଛି। ସେଥିପାଇଁ ତାଙ୍କର ମହିମା ଗାୟନ ହେଉଛି ତ୍ୱମେବ ମାତାଶ୍ଚ ପିତା। ଏହିଭଳି ମହିମା କେବେ କାହାର ଗାୟନ ହୁଏ ନାହିଁ। ମନୁଷ୍ୟ ଶାନ୍ତି ପାଇଁ ଚତୁର୍ଦିଗରେ ଘୁରି ବୁଲୁଛନ୍ତି। କାହାକୁ ଔଷଧ ଦରକାର, କାହାକୁ ଆଉ କ'ଣ ଦରକାର। ତାହା ସବୁ ହେଲା ହଦ୍ର ଦୋକାନ। ସାରା ଦୁନିଆରେ ସମସ୍ତଙ୍କ ପାଖରେ ବିନାଶୀ ଜିନିଷ ଅଛି। ଇଏ ଏକମାତ୍ର ପିତା ଯାହାଙ୍କ ପାଖରେ ଅବିନାଶୀ ଜିନିଷ ଅଛି। ସେଥିପାଇଁ ତାଙ୍କର ମହିମା ମଧ୍ୟ ଗାଉଛନ୍ତି। ପତିତ ପାବନ, ମୁକ୍ତିଦାତା, ଜ୍ଞାନର ସାଗର, ଆନନ୍ଦର ସାଗର ଅଟନ୍ତି। ଏହା ସବୁ ହେଲା ଭେରାଇଟି ସାମଗ୍ରୀ। ଯଦି ଏହାର ତାଲିକା ଲେଖିବା ତେବେ ବହୁତ ହୋଇଯିବ। ଯେଉଁ ବାବାଙ୍କ ପାଖରେ ଏହିସବୁ ଜିନିଷ ଅଛି, ତାଙ୍କର ପିଲାମାନଙ୍କର ମଧ୍ୟ ସେସବୁ ଜିନିଷ ଉପରେ ଅଧିକାର ଅଛି। କିନ୍ତୁ ଏକଥା ବୁଦ୍ଧିରେ ଆସୁନାହିଁ ଯେ ଯେବେ ଏହିଭଳି ପିତାଙ୍କର ଆମେ ସନ୍ତାନ, ତେବେ ପିତାଙ୍କର ଜିନିଷ ଉପରେ ଆମେ ମାଲିକ ହେବା ଦରକାର। ବାବା ଆସୁଛନ୍ତି ମଧ୍ୟ ଭାରତକୁ। ବାବାଙ୍କ ପାଖରେ ଯେଉଁ ସବୁ ଜିନିଷ ଅଛି ସିଏ ନିଶ୍ଚିତ ସାଥିରେ ନେଇ ଆସିବେ। ତାଙ୍କ ପାଖକୁ ଆଣିବା ପାଇଁ ତ ତୁମେ ଯାଇପାରିବ ନାହିଁ। ବାବା କହୁଛନ୍ତି, ମୋତେ ଆସିବାକୁ ପଡ଼ିଥାଏ। କଳ୍ପ କଳ୍ପ କଳ୍ପର ସଙ୍ଗମ ଯୁଗରେ ମୁଁ ଆସି ତୁମକୁ ସବୁ ଜିନିଷ ଦେଇ ଯାଉଛି। ମୁଁ ତୁମକୁ ଯେଉଁ ଜିନିଷ ସବୁ ଦେଉଛି ତାହା ଆଉ କେବେ ମିଳିପାରିବ ନାହିଁ। ଅଧାକଳ୍ପ ପାଇଁ ତୁମର ସବୁ ଭଣ୍ଡାର ଭରପୁର ହୋଇଯାଉଛି। ଏଭଳି କୌଣସି ଅପ୍ରାପ୍ତ ବସ୍ତୁ ରହୁନାହିଁ ଯାହା ପାଇଁ ପୁଣି ଡାକିବାକୁ ପଡ଼ିବ। ଡ୍ରାମା ପ୍ଲାନ୍ ଅନୁସାରେ ତୁମେ ସମସ୍ତେ ସମ୍ପତ୍ତି ନେବା ପରେ ପୁଣି ଧୀରେ ଧୀରେ 84 ଜନ୍ମର ସିଡ଼ିରେ ତଳକୁ ଖସିଥାଅ। ପୁନର୍ଜନ୍ମ ମଧ୍ୟ ନିଶ୍ଚିତ ନେବାକୁ ପଡ଼ିବ। 84 ଜନ୍ମ ମଧ୍ୟ ନେବାକୁ ପଡ଼ିବ। ସମସ୍ତେ 84 ଚକ୍ର କହିଥାନ୍ତି, କିନ୍ତୁ ଅର୍ଥ ବୁଝି ନାହାନ୍ତି। 84 ପରିବର୍ତ୍ତେ 84 ଲକ୍ଷ ଜନ୍ମ କହି ଦେଉଛନ୍ତି। ମାୟା ଭୁଲ କରାଇ ଦେଉଛି। ଏହି କଥା ଏବେ ତୁମେ ବୁଝୁଛ। ପୁଣି ତ ଏହା
सबु तुमे भूलीजिव। एही समयरे सर्व प्राप्ति करुछ ओ सत्य जुगरे राजत्व करुछ। किंतु देवी देवता मानंकु एकथा जଣା पड़े नाही जे एही राजत्व आमकु किए देले। लक्ष्मी नारायणंकर राज्य केबे थिला? स्वर्ग सुखर गायन मध्य हेउछि। बाबा तो सबु प्रकारर सुख देउछंती, एहाठारु अधिक कौनसी सुख नाही। पुणी सेही सुख मध्य प्राय लोप होई जाए। अधा कल्प परे रावण आसी सबु सुख छड़ेई नहीं थाए। जदि केही कहा उपरे क्रोध करे एकथा कुहा जाए जे तार बुद्धि विवेक ही समाप्त होई गलानी। तुमे माने मध्य जेउ भली सर्वगुण संपन्न 16 कला संपूर्ण थिल, सेही कला समाप्त होई गलानी। एकमात्र बाबांक व्यतीत आउ कहार भी एते महिमा नाही। कुहा जाए ना पैसा थिले लाड़काना पाकिस्तानर गोटिए दर्शनीय स्थान। कुहा जाए ना पैसा थिले लाड़काना बुली आस। तुमे विचार कर जे स्वर्गरे केते असरंती धन संपत्ति थिला। एबे कौन से सबु अछि? सबु किछि हजि जाइछि, जेहेतु सेमाने धर्म भ्रष्ट कर्म भ्रष्ट होई जाई थांती। तेणु धन संपत्ति मध्य सबु समाप्त होई जाए, पुणी तळकु खसिबाकु लागंती। बाबा कहुछंती, तुमको एते धन देइथिली, तुमको हीरा भली मध्य करिथिली, पुणी तुमे सबु धन संपत्ति कौन कल? एबे पुणी बाबा कहउछंती, निजर संपत्ति को निजे पुरुषार्थ करी ले जाओ। तुमे जानिछ जे बाबा आमको पुणी स्वर्गर बादशाही देउछंती एवं कहउछंती, हे पिला माने मोते मने पकाओ, तेबे तुम उपरे जेउ कलंकी लागिछि ताहा छाड़ी जिव। पिला माने कहउछंती, बाबा आमे भूली जाउछु। एहा किपरि कथा? कन्या जेतेबेले विवाह करि थाए तेबे सिए कौन पति को केबे भूली जाए कि? पिला माने केबे तांकर पितांकु भूली जानती कि? बाबा तो दाता अटंती। जेहेतु पिला मानंकु संपत्ति नेबार अछि, तेणु निश्चित मने पकाइबाकु हेबो। बाबा बुझाउछंती, मधुर संतान माने जदि बाबांक स्मृति रे रहिबो तेबे विकर्म विनाश हेबो। एहा बिना आउ कौनसी उपाय नाही। भक्ति मार्गरे तीर्थ यात्रा गंगा स्नान आदि जहा किछि करी आसीछ, ताहा द्वारा सीढ़ी रे तळकु ही खसी खसी आसीछ। उपरकु तो चढ़िबार उपाय नाही। समस्तंकर खसिबार कला ही निर्धारित होई रहिछि। समस्ते जहा कही थांती जे अमुक मुक्ति पाईगला, किंतु सेमाने मिथ्या कही थांती। केही भी ड्रामा मझिरे फेरी जाई परिबे नाही। बाबा आसीछंती तुमको 16 कला संपूर्ण करिबा पाई। तुमे ही गाउथिल जे मो भली गुणहीन भितरे कौनसी भी गुण नाही। एबे तुमे जानुछ जे बाबा आसी गुणवान करुछंती। आमे माने ही गुणवान पूज्य थिलु। आमे ही संपत्ति नेइथिले जाहाको 5000 वर्ष होई गलानी। बाबा मध्य कहउछंती जे मु तुमको संपत्ति देई जाइथिली। शिव जयंती रक्षाबंधन दशहरा आदि पर्व पालन करुछंती, किंतु से विषय रे किछि जानि नाहंती। सबु किछि भूली जाइछंती। पुणी बाबा आसी मने पकाई देउछंती, तुमे माने ही मालिक थिल, पुणी तुमे माने ही राज्य भाग्य हराइछ। बाबा बुझाउछंती, एबे एही सारा दुनिया पुरुणा जीर्ण शीर्ण अटे। दुनिया तो गोटिए, एही भारत नुआ थिला, एबे पुरुणा होई जाइछि। स्वर्गरे सर्वदा सुख रही थाए। पुणी द्वापर ठारू जेतेबेले दुख आरंभ हुए, सेतेबेले एही सबु वेद शास्त्र आदि तैयारी हुए। भक्ति करी करी जेतेबेले भक्ति पूर्ण हेबो, तेबे तो भगवान आसीबे ना। ब्रह्मांकर दिन ब्रह्मांकर राति अधा अधा होइथिबो ना। ज्ञान हेला दिन
ଭକ୍ତି ହେଲା ରାତି। ସେମାନେ ତ କଳ୍ପର ଆୟୁଷ ଓଲଟା ପାଲଟା କରିଦେଇଛନ୍ତି। ତେଣୁ ପ୍ରଥମେ ତୁମେ ସମସ୍ତଙ୍କୁ ବାବାଙ୍କର ମହିମା ଶୁଣାଅ। ବାବା ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି। ଶ୍ରୀକୃଷ୍ଣଙ୍କୁ କ'ଣ କହିପାରିବା ଯେ ନିରାକାର ପତିତ ପାବନ ସୁଖର ସାଗର? ନା, ତାଙ୍କର ମହିମା ହିଁ ଅଲଗା। ରାତି ଦିନର ଫରକ ଅଛି। ଶିବଙ୍କୁ ହିଁ ବାବା କହିଥାନ୍ତି। ଶ୍ରୀକୃଷ୍ଣ ବାବା ଅକ୍ଷର ଶୋଭା ପାଉନାହିଁ। ଏହା କେତେ ବଡ଼ ଭୁଲ। ପୁଣି ଛୋଟ ଛୋଟ ଭୁଲ କରି କରି ବାବାଙ୍କୁ 100% ଭୁଲିଗଲେଣି। ବାବା କହୁଛନ୍ତି ସନ୍ନ୍ୟାସୀମାନଙ୍କଠାରୁ କେବେ ହେଲେ ଏହି ସୌଦା ମିଳିପାରିବ ନାହିଁ। ସେମାନେ ନିର୍ବୃତ୍ତି ମାର୍ଗର ଅଟନ୍ତି। ତୁମେ ହେଲ ପ୍ରବୃତ୍ତି ମାର୍ଗୀ। ତୁମେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ। ନିର୍ବିକାରୀ ଦୁନିଆ ଥିଲା। ଏହା ହେଲା ବିକାରୀ ଦୁନିଆ। କହୁଛନ୍ତି ସତ୍ୟ ଯୁଗରେ କ'ଣ ସନ୍ତାନ ଜନ୍ମ ହୁଅନ୍ତି ନାହିଁ? ସେଠାରେ ମଧ୍ୟ ବିକାର ଥିଲା ନା? ଆରେ ସିଏ ତ ହେଲା ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ। ସମ୍ପୂର୍ଣ୍ଣ ନିର୍ବିକାରୀ ଦେବତା ପୁଣି ବିକାରୀ କିପରି ହୋଇପାରିବେ? ସତ୍ୟ ଯୁଗରେ ଏତେ ସବୁ ମନୁଷ୍ୟ ରହିବେ, ଏହା କିପରି ସମ୍ଭବ? ସେଠାରେ କ'ଣ ଏତେ ମନୁଷ୍ୟ ଥାଆନ୍ତି? ସେତେବେଳେ ଭାରତ ବ୍ୟତୀତ ଆଉ କୌଣସି ରାଷ୍ଟ୍ର ନଥିବ। ତେଣୁ ସେମାନେ କହୁଛନ୍ତି ଆମେ ଏହି କଥା ଗ୍ରହଣ କରିପାରୁ ନାହୁଁ। ଦୁନିଆ ତ ସଦା ସର୍ବଦା ଭରପୁର ହୋଇ ରହିଥାଏ। କିଛି ବି ବୁଝିପାରୁନାହାନ୍ତି। ବାବା ବୁଝାଉଛନ୍ତି ଯେ ଭାରତ ସୁବର୍ଣ୍ଣ ଯୁଗ ଥିଲା। ଏବେ ତ କଳିଯୁଗ। ସମସ୍ତେ ପଥର ବୁଦ୍ଧି ଅଟନ୍ତି। ଏବେ ତୁମେ ପିଲାମାନେ ଡ୍ରାମାକୁ ବୁଝିଗଲଣି। ଗାନ୍ଧୀ ଇତ୍ୟାଦି ସମସ୍ତେ ରାମରାଜ୍ୟ ଚାହୁଁଥିଲେ। ଶାସ୍ତ୍ରରେ ବର୍ଣ୍ଣନା ଅଛି ମହାଭାରତ ଲଢ଼େଇ ଲାଗିଲା, ଖେଳ ସମାପ୍ତ। ପୁଣି ତାପରେ କ'ଣ ହେଲା? କିଛି ବି ଦେଖାଇ ନାହାନ୍ତି। ବାବା ଆସି ଏହି କଥା ବୁଝାଉଛନ୍ତି। ଏହା ତ ବିଲକୁଲ ସହଜ ଅଟେ। ଶିବ ଜୟନ୍ତୀ ପାଳନ କରୁଛନ୍ତି, ତେବେ ନିଶ୍ଚିତ ଶିବ ବାବା ଆସୁଛନ୍ତି। ସିଏ ହେଲେ ସ୍ୱର୍ଗର ରଚୟିତା ଈଶ୍ୱର ପିତା। ତେଣୁ ନିଶ୍ଚିତ ସ୍ୱର୍ଗର ଗେଟ୍ ଖୋଲିବା ପାଇଁ ଆସିବେ। ଆସିବେ ମଧ୍ୟ ସେତେବେଳେ ଯେତେବେଳେ ନର୍କ ଦୁନିଆ ଥିବ। ସ୍ୱର୍ଗର ଦ୍ୱାର ଖୋଲି ନର୍କର ଦ୍ୱାର ବନ୍ଦ କରିଦେବେ। ଯଦି ସ୍ୱର୍ଗର ଦ୍ୱାର ଖୋଲିଯିବ ତେବେ ନିଶ୍ଚିତ ସମସ୍ତେ ସ୍ୱର୍ଗକୁ ହିଁ ଆସିବେ। ଏହି ସବୁ କଥା କୌଣସି କଷ୍ଟକର କଥା ନୁହେଁ। ସବୁ ମହିମା କେବଳ ଏକା ବାବାଙ୍କର ହିଁ ଅଟେ। ଶିବ ବାବାଙ୍କର ଗୋଟିଏ ମାତ୍ର ଦୋକାନ। ସିଏ ହେଲେ ବେହଦର ପିତା। ବେହଦର ବାବାଙ୍କ ଦ୍ୱାରା ଭାରତକୁ ସ୍ୱର୍ଗର ସୁଖ ମିଳୁଛି। ବେହଦର ପିତା ସ୍ୱର୍ଗ ସ୍ଥାପନ କରିଛନ୍ତି। ନିଶ୍ଚିତ ଭାବରେ ସ୍ୱର୍ଗରେ ବେହଦର ସୁଖ ଥିଲା। ତେବେ ଆମେ ପୁଣି ନର୍କରେ କାହିଁକି ପଡ଼ିଛୁ? ଏ କଥା କେହି ବି ଜାଣିନାହାନ୍ତି। ବାବା ବୁଝାଉଛନ୍ତି ଯେ ତୁମେମାନେ ହିଁ ଥିଲ, ପୁଣି ତୁମେମାନେ ହିଁ ତଳକୁ ଖସି ଆସିଛ। ଦେବତାମାନଙ୍କୁ ହିଁ 84 ଜନ୍ମ ନେବାକୁ ପଡ଼ିଥାଏ। ଏବେ ପୁଣି ସେହିମାନେ ହିଁ ପତିତ ହୋଇଯାଇଛନ୍ତି। ସେହିମାନଙ୍କୁ ହିଁ ପୁଣି ପବିତ୍ର ହେବାର ଅଛି। ଯେପରି ବାବାଙ୍କର ମଧ୍ୟ ଜନ୍ମ ଅଛି, ସେହିପରି ରାବଣ ମଧ୍ୟ ଜନ୍ମ ହୋଇଥାଏ। ଏ କଥା କାହାକୁ ବି ଜଣା ନାହିଁ। ଯଦି କାହାକୁ ପଚାର ଯେ ରାବଣକୁ କେବେଠାରୁ ଜଳାଉଛ, ତେବେ କହିବେ ତାହା ତ ଅନାଦି କାଳରୁ ଚାଲି ଆସିଛି। ଏହି ସବୁ ରହସ୍ୟ ବାବା ହିଁ ବୁଝାଉଛନ୍ତି। ସେହି ଏକମାତ୍ର ବାବାଙ୍କର ଦୋକାନର ମହିମା ରହିଛି। ସୁଖ, ଶାନ୍ତି, ପବିତ୍ରତା ମନୁଷ୍ୟଙ୍କ ଠାରୁ ମନୁଷ୍ୟଙ୍କୁ ମିଳିପାରିବ ନାହିଁ। କେବଳ ଜଣକୁ କ'ଣ ଶାନ୍ତି ମିଳିବ? ଏ କଥା ମିଛ କହୁଛନ୍ତି ଯେ ଅମୁକଙ୍କ ଠାରୁ ଶାନ୍ତି ମିଳିଲା। ଶାନ୍ତି ତ ମିଳିବ ଶାନ୍ତିଧାମରେ। ଏଠାରେ ଜଣେ ଯଦି ଶାନ୍ତିରେ ଥିବେ ଏବଂ ଅନ୍ୟ ଜଣେ ତାଙ୍କୁ ଅଶାନ୍ତ କରିବେ, ତେବେ ସିଏ ତ ଶାନ୍ତିରେ ରହିପାରିବେ ନାହିଁ। ସୁଖ, ଶାନ୍ତି, ପବିତ୍ରତା ଏହି ସବୁ ଜିନିଷର ବ୍ୟବସାୟୀ ଏକମାତ୍ର ଶିବ ବାବା ଅଟନ୍ତି। ବାବାଙ୍କ ସହ କେହି ଆସି ଏହି ଦିବ୍ୟ ଅଲୌକିକ ବ୍ୟବସାୟ କରନ୍ତୁ। ତାଙ୍କୁ ହିଁ କୁହାଯାଉଛି ସୌଦାଗର
पवित्रता सुख शांति संपत्ति सबुकिछि तांक पाखरे अछि। अप्राप्त कौनसी वस्तु नाही। स्वर्गर राज्य तुमे प्राप्त करुछ। बाबा तो देवा पाई आसिछन्ति किंतु नेलावाला थकी जाउछन्ति। मु केवल देवा पाई ही आसुछि। तुमे नेबारे ठंडा होई जाउछ। पिलामाने कहुछन्ति बाबा मायार तूफान आसुछि। हाँ पद मध्य बहुत उच्च पाइबार अछि। स्वर्गर मालिक हेउछ एहा कण कम कथा। मेहनत तो करिबाकु हेबो। सेथिपाई श्रीमत पालन कर। जहा सबु जिनिस मिलुछि ताहा पुणी अन्यमानंकु मध्य देबाकु पड़िबो। दान मध्य करिबाकु पड़िबो। जदि पवित्र हेबार अछि तेबे पांच विकारर दान निश्चित करिबाकु हेबो। मेहनत करिबाकु पड़िबो। बाबांको मने पकाइबाकु हेबो। तेबे जाई कलंकी छाड़िबो। मुख्य हेला बाबांक स्मृति। भले प्रतिज्ञा कर जे बाबा मु केबे हेले विकारग्रस्त हेबे नाही। काहा उपरे क्रोध करिबे नाही। किंतु निश्चित जोगयुक्त होई रहिबाकु हेबो। नचेत जन्म जन्मर पाप किपरि विनाश हेबो। बाकी ज्ञान तो बहुत सहज। 84 जन्मर चक्र किपरि लगाइछ एकथा काहाकु भी तुमे बुझाई पारिबो। बाकी जोगर यात्रा रे मेहनत अछि। भारतर प्राचीन जोग बहुत प्रसिद्ध। तेबे ज्ञान कौन देउछन्ति? मनमना भव अर्थात केवल मोते मने पकाओ ताहेले तुमर विकर्म विनाश हेबो। तुमे गायन मध्य करुथिल जे आपण जेतेबेले आसिबे तेबे अन्य सबु संग छाड़ी एका आपणंकर संगरे ही संग जोड़िबी। आपणंक प्रति ही समर्पण होई जिबी। आपणंक बिना आउ काहाकु मने पकाइबे नाही। जदि प्रतिज्ञा करिछ तेबे भूली जाउछ काहेकि? कहुछन्ति मध्य हाथे काम हृदय राम। तुमे तो कर्मयोगी अट। कर्म धंदा आदि करी बुद्धिर जोगो बाबांक सहित लगाइबाकु हेबो। प्रेमिक बाबा निजे कहुछन्ति तुमे प्रेमिका माने अधाकल्प मने पकाइछ। एबे मु आसीछि तेणु मोते मने पकाओ। एही याद को ही बारंबार भूली जाउछन्ति। एथिरे ही मेहनत रहिछि। जदि कर्मातीत अवस्था होई जिवो तेबे एही शरीर को छाड़िबाकु ही पड़िबो। जेतेबेले राजधानी स्थापन होई जिवो तेबे जाई तुमे कर्मातीत अवस्था को प्राप्त करिबो। एबे तो समस्ते पुरुषार्थी अटंती। मम्मा बाबा सबुठारु अधिक मने पकाउछन्ति। सूक्ष्म वतन रे मध्य तांकु ही देखिबाकु मिलुछि। बाबा बुझाउछन्ति मु जाहांक शरीर रे प्रवेश करुछि सिए बहुत जन्मर अंतिम जन्मरे अछन्ति। सिए मध्य पुरुषार्थ करुछन्ति। कर्मातीत अवस्था रे एबे केही पहुँची परिबे नाही। जदि कर्मातीत अवस्था आसी जाए तेबे एही शरीर रहि पारिबो नाही। बाबा तो बहुत भल भावरे बुझाउछन्ति। तेबे बुझिला वालांकर बुद्धि उपरे निर्भर करे। स्वर्गर रचयिता ईश्वर पिता जणे ही अटंती। तांक पाखरे ही ज्ञानर समस्त सामग्री रहिछि। सिए ही जादूकर अटंती। आउ काहाठारु सुख शांति पवित्रतार संपत्ति मिली पारिबो नाही। बाबा बहुत भल भावरे बुझाउछन्ति। पिलामानंकु निजे धारण करी अन्य मानंकु धारण कराइबाकु हेबो। ज्ञान को जिए जेते धारण करुछन्ति सेते संपत्ति नेउछन्ति। दिन को दिन तुमको बहुत गुह्य ज्ञान मिलुछि। लक्ष्मी नारायण को देख केते दिव्यतापूर्ण अटंती। तेणु तांक भली मधुर और दिव्य हेबा उचित। अच्छा मिठे मिठे शिखिलादी संतान मानंक प्रति मात पिता बाप दादांकर मधुर स्नेह भरा स्मृति एवं सुप्रभात। आत्मिक पितांकर आत्मिक संतान मानंकु नमस्ते। आउ कौनसी सत्संगरे कौन एभली कहउछन्ति? एहा आमर बिल्कुल नुआ भाषा अटे जहाकु आध्यात्मिक ज्ञान कुहा जाए। अच्छा धारणा पाई मुख्य सार 1 नंबर
ବାବାଙ୍କ ଦ୍ୱାରା ଯେଉଁ ସୁଖ ଶାନ୍ତି ପବିତ୍ରତା ରୂପକ ସାମଗ୍ରୀ ମିଳିଛି ତାହା ସମସ୍ତଙ୍କୁ ଦେବାକୁ ହେବ। ପ୍ରଥମେ ବିକାରଗୁଡ଼ିକର ଦାନ ଦେଇ ପବିତ୍ର ହେବାକୁ ପଡ଼ିବ। ତାପରେ ଅବିନାଶୀ ଜ୍ଞାନଧନର ଦାନ କରିବାକୁ ହେବ। 2 ନମ୍ବର, ଦେବତାମାନଙ୍କ ଭଳି ମଧୁର ହେବାକୁ ପଡ଼ିବ। ବାପଦାଦାଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଛ ତାକୁ ସର୍ବଦା ମନେ ରଖିବାକୁ ହେବ ଏବଂ ବାବାଙ୍କର ସ୍ମୃତିରେ ରହି ବିକର୍ମକୁ ମଧ୍ୟ ବିନାଶ କରିବାକୁ ହେବ। ଆଜିର ବରଦାନ, ନିମିତ୍ତ ପଣିଆର ସ୍ମୃତି ଦ୍ୱାରା ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ଦେଉଥିବା ନିବାରଣ ସ୍ୱରୂପ ଭବ। ନିମିତ୍ତ ହୋଇଥିବା ଆତ୍ମାମାନଙ୍କ ଉପରେ ସମସ୍ତଙ୍କର ନଜର ରହିଥାଏ। ସେଥିପାଇଁ ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ ବିଶେଷ କରି ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯଦି ନିମିତ୍ତ ହୋଇଥିବା ପିଲାମାନେ ମଧ୍ୟ କୌଣସି କାରଣ ଶୁଣାଉଛନ୍ତି ତେବେ ସେମାନଙ୍କୁ ଅନୁକରଣ କରୁଥିବା ଆତ୍ମାମାନେ ମଧ୍ୟ ଅନେକ କାରଣ ଶୁଣାଇବେ। ଯଦି ନିମିତ୍ତ ଆତ୍ମାମାନଙ୍କ ଭିତରେ କୌଣସି କମି ରହିଥିବ ତେବେ ତାହା ଲୁଚିପାରିବ ନାହିଁ। ସେଥିପାଇଁ ନିଜର ସଂକଳ୍ପ, ବାଣୀ ଏବଂ କର୍ମ ଉପରେ ବିଶେଷ ଧ୍ୟାନ ଦେଇ ନିବାରଣ ସ୍ୱରୂପ ହୁଅ। ଆଜିର ସ୍ଲୋଗାନ, ଜ୍ଞାନୀତୁ ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କ ଭିତରେ ନିଜର ଗୁଣ ବା ବିଶେଷତା ଗୁଡ଼ିକର ମଧ୍ୟ ଅଭିମାନ ନଥିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ଜୀବନରେ ମଧୁରତାର ଗୁଣ ସେତେବେଳେ ଆସିବ ଯେତେବେଳେ ନିଜର ବା ଅନ୍ୟମାନଙ୍କର ଅତୀତକୁ ନ ଦେଖି ନିଜର ସଂସ୍କାରକୁ ସରଳ ଏବଂ ନମ୍ରଚିତ୍ତ କରିବ। କାରଣ ସରଳଚିତ୍ତ ଆତ୍ମାର ଗୁଣ ହିଁ ମଧୁରତା ଅଟେ। ସେମାନଙ୍କର ନୟନ ଦ୍ୱାରା, ମୁଖ ଦ୍ୱାରା, ଚାଲିଚଳନ ଦ୍ୱାରା ମଧୁରତାର ଗୁଣ ପ୍ରତ୍ୟକ୍ଷରେ ଦେଖାଯାଇଥାଏ। ତେବେ ମଧୁରତା ଏବଂ ନମ୍ରତା ଏହି ଦୁଇଟି ବିଶେଷ ଧାରଣା ଦ୍ୱାରା ସର୍ବଦା ବିଶ୍ୱ କଲ୍ୟାଣକାରୀ, ମହାଦାନୀ ଏବଂ ବରଦାନୀ ହୋଇଯିବ ତଥା ସହଜରେ ସ୍ନେହର ପ୍ରମାଣ ଦେଇପାରିବ। ଓମ୍ ଶାନ୍ତି।